ଶାଶୁ ଜ୍ୱାଇଁ ଲଭ୍ ଷ୍ଟୋରି ଭାଇରାଲ ହେବା ପରେ ଏବେ ସମୁଦି ସମୁଦ୍ରିଆଣୀଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ। ଝିଅ ବାହାଘର କରି ଜ୍ୱାଇଁ ପାଇଲେ, ତା ସହ ନିଜ ପାଇଁ ବି ନୂଆ ବରପାତ୍ର ଖୋଜିଦେଲେ। ଯୋଡ଼ି ହୋଇଗଲେ ପୁଅର ବାପା ଅର୍ଥାତ୍ ସମୁଦିଙ୍କ ସହ। ତେବେ ସମୁଦି ସମୁଦ୍ରିଆଣୀଙ୍କ ପ୍ରେମ କାହାଣୀ ଧରାପଡ଼ିବା ପରେ ଉଭୟଙ୍କ ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଘଟଣା ଉତ୍ତରପ୍ରଦେଶର ବଦାୟୁଁ ଅଞ୍ଚଳର, ଯାହା ସଭ୍ୟ ସମାଜକୁ ଲଜ୍ଜିତ କରିଛି। ସମଗ୍ର ଅଞ୍ଚଳରେ ସମସ୍ତଙ୍କୁ ଏହି ଘଟଣା ଏବେ ଚକିତ କରିଛି। ଜଣେ ମହିଳା ନିଜ ଝିଅର ଶ୍ୱଶୁର ସହିତ ପ୍ରେମ ସମ୍ପର୍କ ଗଢ଼ି ମା ଝିଅଙ୍କ ସମ୍ପର୍କକୁ କଳଙ୍କିତ କରିଥିବା ଚର୍ଚ୍ଚା ଚାଲିଛି। ଏହା ସହିତ ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ ଛାଡ଼ି ଛୁ ମାରିଛନ୍ତି। ମହିଳା ଜଣକ ନାଁ ହେଉଛି ମମତା ଓରଫ ବିମଳା, ଯିଏକି ନିଜ ସମୁଦି ପ୍ରେମରେ ପଡ଼ି ଘରୁ ଫେରାର ହୋଇଯାଇଛନ୍ତି। ତେବେ ରସିକିଆ ଝିଅର ଶ୍ୱଶୁର ଜଣକ ହେଉଛନ୍ତି ଶୈଳେନ୍ଦ୍ର ଓରଫ ବିଲ୍ଲୁ। ସେ ବି ମମତାଙ୍କ ମମତାରେ ଏତେ ଅନ୍ଧ ହୋଇଗଲେ ଯେ ଭୁଲିଗଲେ ସମାଜକୁ ଆଉ ନିଜ ପରିବାରକୁ। ଘଟଣାଟି ବଦାୟୁଁ ଜିଲ୍ଲାର ଦାନଗଞ୍ଜ ଅଞ୍ଚଳରେ ଘଟିଛି। ସେହି ଅଞ୍ଚଳର ସୁନୀଲ କୁମାର, ଯିଏକି ଜଣେ ଟ୍ରକ୍ ଡ୍ରାଇଭର ଭାବେ କାମ କରନ୍ତି। ଟ୍ରକ୍ ଡ୍ରାଇଭର ହୋଇଥିବା ହେତୁ ସୁନୀଲକୁ ମାସ ମାସ ଧରି ବାହାରେ ରହିବାକୁ ପଡ଼େ। ବହୁତ କମ୍ ସମୟରେ ସେ ଘରକୁ ଆସନ୍ତି, କିନ୍ତୁ ଘର ଚଳିବା ପାଇଁ ନିୟମିତ ଭାବରେ ଘରକୁ ଟଙ୍କା ଏବଂ ଜରୁରୀ ଜିନିଷ ପଠାଇଥାନ୍ତି। ତେବେ ତାଙ୍କ ସ୍ତ୍ରୀ ବିମଳା କିନ୍ତୁ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନିଜ ସମୁଦିଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ, ଯାହା ଜଣାପଡ଼ିବା ପରେ ବର୍ତ୍ତମାନ ବିମଳା ନିଜ ସମୁଦି ସହିତ ଘରୁ ପଳାଇ ଯାଇଛନ୍ତି। ଖାଲି ସେତିକି ନୁହେଁ, ଘରେ ଥିବା ଟଙ୍କା ଏବଂ ଅଳଙ୍କାର ସବୁକୁ ନେଇ ସମୁଦି ସହିତ ଫେରାର ମାରିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଉଭୟଙ୍କ ପରିବାର ଖୁବ୍ ଭାଙ୍ଗି ପଡ଼ିଛନ୍ତି, କାହାକୁ ମୁହଁ ଦେଖାଇ ପାରୁନାହାନ୍ତି। ଟ୍ରକ୍ ଡ୍ରାଇଭର ସୁନୀଲଙ୍କ ପୁଅ ସଚିନ ମଧ୍ୟ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି, ଆଉ ଘଟଣାଟି ସତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ମା ପ୍ରାୟତଃ ଭିଣୋଇଙ୍କ ବାପା ବା ତାଙ୍କ ସମୁଦିଙ୍କୁ ଘରକୁ ଡାକିଥାନ୍ତି, ସେତେବେଳେ ସେମାନଙ୍କୁ ଜବରଦସ୍ତ ଅନ୍ୟ ଏକ ରୁମ୍କୁ ପଠାଇ ଦିଅନ୍ତି। ଏହି ଘଟଣା ବହୁ ଦିନ ଧରି ଚାଲିଥିଲା। ତେବେ କିଛି ଦିନ ପୂର୍ବରୁ ମା ହଠାତ୍ ଏକ ଅଟୋ ଡାକି ସମସ୍ତ ଜିନିଷପତ୍ର ଧରି ଭଉଣୀର ଶ୍ୱଶୁରଙ୍କ ପାଖକୁ ଚାଲିଯାଇଥିବା ସଚିନ କହିଛନ୍ତି। ଏପଟେ ପଡ଼ୋଶୀ ଅବଧେଶ କୁମାର ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ତାଙ୍କ କହିବା ଅନୁଯାୟୀ ମମତା ବା ବିମଳା ପ୍ରାୟତଃ ରାତିରେ ସମୁଦି ଶୈଳେନ୍ଦ୍ରକୁ ଫୋନ୍ କରି ଡକାଉଥିଲେ, ଆଉ ସକାଳ ହେବା ମାତ୍ରକେ ଶୈଳେନ୍ଦ୍ର ଘରୁ ବାହାରି ଶୀଘ୍ର ପଳାଇ ଯାଉଥିଲେ। ଯେହେତୁ ସେମାନେ ସମ୍ପର୍କୀୟ ଥିଲେ, ପଡ଼ୋଶୀ ଲୋକମାନେ କିଛି ସନ୍ଦେହ କରିନଥିଲେ, କିନ୍ତୁ ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ପୀଡ଼ିତ ସ୍ୱାମୀ ସୁନୀଲ ତାଙ୍କ ସମୁଦି ଶୈଳେନ୍ଦ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କ୍ଷେତ୍ର ଅଧିକାରୀ KF ତିୱାରୀ କହିଛନ୍ତି ଯେ ଏହି ମାମଲାର ତଦନ୍ତ କରାଯାଉଛି, ଆବଶ୍ୟକ ପ୍ରମାଣ ସଂଗ୍ରହ କରୁଥିବା କହିଛନ୍ତି ସେ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ। ତେବେ ଆମ ଓଡ଼ିଆରେ ଏକ କଥା ଅଛି, ଯାହାକୁ ଯିଏ ରସିଲା। ତେଣୁ ଏଠି ଆଉ ବୟସ କି ସମ୍ପର୍କ ଦେଖିପାରିଲେନି ବୟସ୍କ ପ୍ରେମୀ ଯୁଗଳ। ସବୁ ସାମାଜିକ ବନ୍ଧନକୁ କାଟି ପ୍ରେମରେ ମାତିଗଲେ, ହେଲେ ତାର ପରିଣାମ ଭୋଗୁଛନ୍ତି ପରିବାର ଲୋକେ। ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।